ଜୟ ଜଗନ୍ନାଥ, ଜୟ ପ୍ରଭୁ ଦଧିବାମନ ଜୀଉ, ଜୟ। ଆଜ୍ଞା ସବୁ ମନ୍ଦିର ତ ଦେଖିଲେଣି। ଆମର କେନ୍ଦ୍ରାପଡ଼ାରେ ପ୍ରଭୁ ଦଧିବାମନ ଜୀଉଙ୍କ ମନ୍ଦିର ମଧୁଶାସନରେ ଅଛି, ଦେଖିଲେ ନା ନାଇଁ? ଆଜି ହଉଛି ଆଜ୍ଞା ଦେବସ୍ନାନ ପୂର୍ଣ୍ଣିମା। ଆଉ ଆଜି ସବୁ ଗାଁ, ସବୁ ସହର, ସବୁ ଜାଗାରେ, ସବୁ ମନ୍ଦିରରେ ଆଜ୍ଞା ପୂଜା ହଉଛି। ତା ଭିତରୁ ମଧ୍ୟ ଆମ ମନ୍ଦିର ଅନ୍ୟତମ ପ୍ରଭୁ ଶ୍ରୀ ଦଧିବାମନ ଜୀଉଙ୍କ ମନ୍ଦିର। ଏଠି ମଧ୍ୟ ଆଜି ଦେବସ୍ନାନ ପୂର୍ଣ୍ଣିମା ହଉଛି, ଠାକୁର ମଧ୍ୟ ଗାଧଉଛନ୍ତି। ଆଉ ବହୁତ ଭକ୍ତମାନେ, ବହୁତ ଲୋକମାନେ ଆଜ୍ଞା ଜାଣିନଥିବେ ଯେ ଆମ ଗାଁରେ ମଧ୍ୟ ଏକ ମନ୍ଦିର ଅଛି। ତ ଚାଲନ୍ତୁ ଆମ ଗାଁ ମନ୍ଦିର ବି ଆଜି ଟିକେ ଦେଖିଦବା। ଏବେ ଆଜ୍ଞା ହେଇଗଲାଣି ପାଖାପାଖି 9:30 ସମୟ। ଆଉ ଦେଖୁଛନ୍ତି ତ ମନ୍ଦିର ଭିତରେ ପଶୁ ପଶୁ କେହି ନାହାନ୍ତି। ଆଜ୍ଞା ବ୍ୟସ୍ତ ହୁଅନ୍ତୁନି, ଆଉ ଖୁବ୍ କମ୍ ସମୟ ଭିତରେ ଆମ ମନ୍ଦିର ବି ଆଜ୍ଞା ପୁରା ଗହଳିରେ ପରିପୂର୍ଣ୍ଣ ହେଇଯିବ। ମୁଁ ତ ଆଜ୍ଞା ଅଳସୁଆଟା ପାଖାପାଖି 6ଟା ବେଳେ ଉଠିଥିଲି, ପୁଣି ଶୋଇକିରି ପୁଣି ଉଠିଲା ବେଳକୁ 8ଟା ଆଜ୍ଞା ହେଇଗଲା। ଗାଧେଇ ପାଧେଇ ଆସିଲା ବେଳକୁ ଆଜ୍ଞା ଡେରି ହେଇଗଲା। ଆଉ ଆସି ମନ୍ଦିରରେ ପ୍ରଭୁଙ୍କୁ ଦର୍ଶନ କଲି। ଚାଲନ୍ତୁ ଆଗକୁ ଯିବା। ଦେଖନ୍ତୁ ଆଜ୍ଞା ଏବେ ଆମ ମନ୍ଦିର ପୁରା ଭରପୁର। ଦେଖୁଛନ୍ତି କେତେ ଭକ୍ତଙ୍କର ଭିଡ଼ ଆମ ମନ୍ଦିରରେ। ଆଉ ଆମ ମନ୍ଦିର ଆଜ୍ଞା ବହୁତ ଲୋକ ଆଜ୍ଞା ଜାଣିନାହାନ୍ତି କି ମଧୁଶାସନରେ ବି ଏକ ପ୍ରଭୁଙ୍କର ଦଧିବାମନ ଜୀଉଙ୍କର ମନ୍ଦିର ଅଛି। ଏଇଟା ଆଜ୍ଞା ବହୁତ ଲୋକ ଆଜ୍ଞା ଜାଣିନାହାନ୍ତି, ବହୁତ ଭକ୍ତମାନେ ମଧ୍ୟ ଜାଣିନାହାନ୍ତି। ଆଉ ଗୋଟେ କଥା କି ଆଜି ହେଉଛି ଆଜ୍ଞା ଦେବସ୍ନାନ ପୂର୍ଣ୍ଣିମା। ଦେଖନ୍ତୁ ଆମର ମା ମାଉସୀ ମାନେ ସମସ୍ତେ ଆସି ଭିଡ଼ ହେଇଗଲେଣି। ଆଉ ପ୍ରଭୁଙ୍କର ଏବେ ଆଜ୍ଞା ପହଣ୍ଡି ଆରମ୍ଭ ହେଲା। ପ୍ରଭୁ ଆମର ଆଜି ଦେବସ୍ନାନ ପୂର୍ଣ୍ଣିମାରେ ପ୍ରଭୁ ଆମର ଆଜି ସ୍ନାନ କରିବେ। ତ ପ୍ରଭୁ ଆମର ମନ୍ଦିର ଭିତରୁ ପହଣ୍ଡି ହେଇକିରି ଆସିଲେ। ସେବାୟତ ଭାଇମାନେ ସମସ୍ତେ ଆମର ଠାକୁରଙ୍କୁ ପହଣ୍ଡି କରି କରି ନେଇକି ଆସୁଛନ୍ତି ସ୍ନାନ ମଣ୍ଡପକୁ। ପ୍ରଭୁଙ୍କୁ ଆମର ପାଛୋଟି ଆଣୁଛନ୍ତି। ଆଉ ଭକ୍ତମାନେ ଅପେକ୍ଷା କରି ବସିଛନ୍ତି, ବ୍ୟାକୁଳ ହୋଇ ବସିଛନ୍ତି ସେଇ ଭଗବାନଙ୍କର ଟିକେ ଝଲକ ବା ଟିକେ ଦର୍ଶନ ପାଇବା ପାଇଁ। ଯେ ଆଜ୍ଞା ବହୁତ ଖୁସି ଲାଗେ। ଦେଖନ୍ତୁ ଆଜ୍ଞା ଆମ ସ୍ନାନ କରିବା ପାଇଁ ପ୍ରଭୁଙ୍କର ଏବେ ଜଳ ଆସିଗଲା। ଆଉ ସେବାୟତ ଭାଇମାନେ ସମସ୍ତେ ଜଳ ନେଇକିରି ପହଞ୍ଚିଗଲେ ସେଇ ସ୍ନାନ ବେଦୀରେ ପ୍ରଭୁଙ୍କୁ ସ୍ନାନ କରିବା ପାଇଁ। ତ ଦେଖନ୍ତୁ ଠାକୁର ଆମର ଗାଧଉଛନ୍ତି। ଆହା କେଡ଼େ ସୁନ୍ଦର ଦୃଶ୍ୟ ଏସବୁ। ଆଜ୍ଞା ଯାହା କୁହନ୍ତୁ, ଯଦି ଆପଣ ପ୍ରଭୁଙ୍କର ଏଇ ଟିକେ ଝଲକ ଦେଖିବା ପାଇଁ ଲୋକ ଆଜ୍ଞା ତର୍ସି ଯାଉଛନ୍ତି, ଲୋକ ଆଜ୍ଞା ଦେଖିପାରୁନାହାନ୍ତି। କିନ୍ତୁ ଆମର ଆଜ୍ଞା ବହୁତ ବଡ଼ ଭାଗ୍ୟର କଥା କି ଆମର ଗ୍ରାମରେ ଆଜ୍ଞା ଠାକୁର ଅଛନ୍ତି, ପ୍ରଭୁ ଦଧିବାମନ ଜୀଉଙ୍କ ମନ୍ଦିର। ଆଉ ମନ୍ଦିର ତ ଆଜ୍ଞା ଏବେ ବହୁତ ବଢ଼ିଆ କାମ ଚାଲିଛି, ବହୁତ ଭଲ କାମ ହେଇଗଲାଣି। ଆଉ ଆଜି ଆଜ୍ଞା କାଠ ମଧ୍ୟ ଅନୁକୂଳ ହେବ ପ୍ରଭୁଙ୍କର। ତ ଏବେ ବାକି ସବୁ କିଛି ସରି ସାରିଲା ପରେ ପ୍ରଭୁଙ୍କର ସ୍ନାନ ବେଦୀରେ ଆଳତି ହେଉଛି। ପ୍ରଭୁ ସ୍ନାନ କରି ସାରିଲା ପରେ ତ ଆପଣମାନଙ୍କୁ ଭିଡ଼ିଓଟି କେମିତି ଲାଗିଲା ନିହାତି ଭାବରେ ଜଣାଇବେ କମେଣ୍ଟରେ। ଯଦି ଆଜ୍ଞା କିଛି ଭୁଲ କହିଥିବି ତ କ୍ଷମା କରିବେ। ରହୁଛି, ନମସ୍କାର, ଜୟ ମା।